ମୁଁ କିନ୍ତୁ ମୋ ବିଚାର ଟିକେ ଆପଣ କେମିତି କେମିତି ଲାଗିପାରେ କ୍ଷମା କରିବେ ଆଗୁଥର ଆପଣଙ୍କୁ କହି ନେଉଛି। ଆଜ୍ଞା 1 କିଲୋ ମୁଗ ଦେଇ 3 କିଲୋ ଚାଉଳ ଆଣିବା ଦାନ ନା ବିନିମୟ? 1 କିଲୋ ମୁଗ ଦେଲି 3 କିଲୋ ଚାଉଳ ଆଣିଲି, ଏଟା ଦାନ ନା ବିନିମୟ? ଆଜ୍ଞା ବିନିମୟ। ମାସ ଯାକ ପଢେଇଲି 1 ତାରିଖ ଦିନ ଦରମା ନେଲି, ବିଦ୍ୟା ଦାନ ନା ବିନିମୟ? ଆଜ୍ଞା ଦକ୍ଷିଣା ମୁଁ ମନା କରୁଛି, ସେଟା କଣ ବିନିମୟ ନା ଦାନ? ଦକ୍ଷିଣା। ମୁଁ ବା ପ୍ରଥମରୁ କହିଛି ଆପଣ ମୋ କଥା ଟିକେ ବିଚାର କରିବେ ବୋଲି, ମୁଁ କହିଛି ନା କଣ? ଦାନ କେମିତି ହୁଏ ଆପଣ ବୁଝନ୍ତୁ। 10ଟା ବେଳେ କ୍ଲାସ, 9ଟାରୁ ଯାଇ କୌଣସି ଗୋଟେ ଅଭାବ ଗରିବ ପିଲାଟାକୁ କିମ୍ବା ଜଣେ ଡଲ୍ ଅତ୍ୟନ୍ତ ପାଠ ନ ପଢିଥିବା ପିଲାକୁ ଯଦି ଘଣ୍ଟାଟେ ପଢିଛି ସେଇଟା ହେଲା ଦାନ। 5ଟାରେ ସ୍କୁଲ, 4ଟାରେ ସ୍କୁଲ ଛୁଟି ହଉଛି, 4ଟା ପରେ କାହାରି ଘରେ ଗୋଟେ ଗରିବ ପିଲାକୁ ତା ଘରେ 15 ମିନିଟ ଯଦି ପାଠ ପଢି ଆସିଛି ସେଇଟା ହଉଛି ଦାନ। ଦାନ କାହାକୁ କୁହନ୍ତି? ଯାହାର ପ୍ରତିଦାନ ନଥାଏ। ବୁଝିପାରୁଛନ୍ତି? ଦେଇ ସାରିଲା ପରେ ସଂସ୍କୃତ ପଢିଥିବା, ସଂସ୍କୃତ ଜ୍ଞାନ ଥିବା, ଓଡ଼ିଆ ଜ୍ଞାନ ଥିବା ଜାଗାରେ ବିଭକ୍ତିରେ 2ଟା ଜାଗାରେ କୁ ଲାଗେ, ଗୋଟେ ଦ୍ୱିତୀୟରେ ଲାଗେ, ଗୋଟେ ଚତୁର୍ଥରେ ଲାଗେ। ଧୋବାକୁ ଲୁଗା ଦିଅ ଓ ଦରିଦ୍ରକୁ ଲୁଗା ଦିଅ, 2ଟା ସମାନ ନାହିଁ ବା? ଓଡ଼ିଆରେ କହୁଛି ଦରିଦ୍ରକୁ ଲୁଗା ଦିଅ, ଧୋବାକୁ ଲୁଗା ଦିଅ, 2ଟା କୁ ଲାଗିଲା ନା, ଦରିଦ୍ରକୁ ଧୋବାକୁ। କିନ୍ତୁ 2ଟା ଯାକ ସମାନ କି? ଧୋବା ସଫା କରି ଆଣିକି ପଇସା ଦବ, ଦରିଦ୍ର ନେଲା ପରେ ଆଉ ଫେରେଇବ ନାହିଁ। ଯାହା ଦେଲା ପରେ ଆଉ ଫେରିବ ନାହିଁ, ପ୍ରତିଦାନ ନାହିଁ, ତାକୁ ଦାନ କୁହାଯାଏ। ଯାହା ଦେଲେ କିଛି ଦାନ ମିଳେ, କିଛି ପ୍ରତିଦାନ ମିଳେ, ତାକୁ ବିନିମୟ କୁହାଯାଏ। କଣ ବୁଝଛ କି? ଚେଷ୍ଟା କରନ୍ତୁ। ଆପଣ ଜାଣନ୍ତୁ ବିନିମୟ ମୋତେ ରକ୍ଷା କରେ। ବିନିମୟ ମୋତେ ମାନେ ମୋ ଶରୀରକୁ ରକ୍ଷା କରେ। ଦାନ ଭଗବାନଙ୍କ କୃପା ଦ୍ୱାରା ମୋ ଆତ୍ମାକୁ ରକ୍ଷା କରେ, ମଣିଷ ପଣିଆକୁ ରକ୍ଷା କରେ, ମାନବିକତାକୁ ରକ୍ଷା କରେ। ଦରମା ମୋ ଶରୀରକୁ ରକ୍ଷା କରେ। ଭଲ ଦରମା ପାଇଲେ ମୁଁ କଣ କରିବି? ଭଲ ଘର କରିବି, ଗାଡ଼ି କରିବି, ବାଡ଼ି କରିବି, ଭଲ ଶଯ୍ୟାରେ ଶୋଇବି, ଭଲ ଖାଦ୍ୟ ଖାଇବି। ଇଏ କାହାକୁ ରକ୍ଷା କରିବ? ଶରୀରକୁ ନା ନୁହେଁ? କିନ୍ତୁ ଦାନ, ପୁଣ୍ୟ, ପରୋପକାର, ସେବା, ତିତିକ୍ଷା, ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ଶୌଚ, ସନ୍ତୋଷ ଆଦି ଭଲ କାମ ଗୁଡ଼ା କାହାକୁ ରକ୍ଷା କରିବ? ମା ମୋତେ ରକ୍ଷା କରେ। ଅର୍ଥ ମୋର ଆତ୍ମାକୁ ରକ୍ଷା କରେ, ମୋର ବିବେକକୁ ରକ୍ଷା କରେ, ମୋ ବିଚାରକୁ ରକ୍ଷା କରେ। ମୁଁ ରାତିରେ ଶୋଇଲା ବେଳେ ଚିନ୍ତା କରିବି ମୁଁ କାହାକୁ ଗୋଟେ ଦେଇଛି, କାହାର ଗୋଟେ କିଛି କାମ କରିଛି, ଟିକେ ପରିବର୍ତ୍ତନ ଖାଲି କରିବା, ଖାଲି ଟିକେ ପରିବର୍ତ୍ତନ କରିବା। ଗୋଟାଏ ଲୋକର କାୟକଳ୍ପ କରିଦେବା ଶିକ୍ଷକର କାମ। ଅନ୍ୟ କାୟକଳ୍ପ ନେ ବୁଝୁଛନ୍ତି ନା, ବିଚାରକୁ ବଦଳେଇ ଦେବା। ଖାଲି ବିଚାରଟା ବଦଳ, ସେ ଯେମିତି ଥିଲା ସେମିତି, ତାକୁ ବିଚାର ବଦଳେଇ ଦିଅ। ବୁଦ୍ଧଦେବଙ୍କୁ ଜଣେ ଲୋକ ଗାଳି ଦେଲା, ଅନେକ ଲୋକ ଦାନ ଦେଲେ, ଜଣେ ଲୋକ ଗାଳି ଦେଲା। ଟୋକାଟା ହେଇଛି, କାମ କରିବା ନ କରିକି ପଇସା ମାଗୁଛି, ଲୋକଙ୍କ ଖାଲି ମାଗି ମୁଗି ଖାଉଛି, କଣ ସେ ଧର୍ମ ମିଳୁଛି କଣ କି ସେ ଧ୍ୟାନ? ଘଣ୍ଟାଟେ ଖଣ୍ଡେ ଗାଳି ଦେଲା, ସବୁ ଲୋକ ତାକୁ ଧରି ନେଲେ। କହିଲେ ଏଟାକୁ ମାଡ଼ ଦେଇ ତା ବିଚାର କରିବା କଥା। ତ ଘରକୁ ଗାଁକୁ ଡାକି ନେଲେ, ଗାଁର ମିଟିଂ କରିଲେ। ଗାଁର ମିଟିଂ କରି କହିଲେ, ଦେଖ ଏଡେ ବଡ ଜଣେ ସନ୍ଥଙ୍କୁ ଏ ଲୋକ ଗାଳି ଦେଲା। ସେ କହିଲା ମୋତେ ଗାଳି ତ ଦେଇଛି, ମୁଁ କଣ କରିବା? ତା ପରଦିନ କହିଲା ମୋର ଭୁଲ ହେଇଯାଇଛି, ମୁଁ ଗୋଟେ କ୍ରୋଧରେ କହିଦେଲି ସିନା, କିନ୍ତୁ ଏବେ ଅନୁତାପ କରୁଛି ଯେ ମୁଁ ଗାଳି ଦେବାଟା ଉଚିତ ହେଲା ନାହିଁ। ତୃତୀୟ ଦିନ ସେ ଗାଁ ଲୋକମାନେ ବୁଦ୍ଧଦେବଙ୍କ ପାଖକୁ କ୍ଷମା ମାଗିବାକୁ ଆଣିଲେ। କଣ ବୁଝୁଛନ୍ତି? ସେ ଲୋକଟାକୁ ନେଇକି ଆସିଲେ ବୁଦ୍ଧଦେବଙ୍କ ପାଖରେ କ୍ଷମା ମାଗି କହିବ ଯେ ମୁଁ କ୍ରୋଧବଶତ ଗାଳି ଦେଇଥିଲି, କିନ୍ତୁ ମୋତେ ଆପଣ କ୍ଷମା କରିଦିଅନ୍ତୁ। ଯେତେବେଳେ ସେ ପିଲାଟି କ୍ଷମା କରିବାକୁ ଆସିଲା, ଲୋକଟି ଆସିଲା, ବୁଦ୍ଧଦେବ କଣ କହିଲେ ଜାଣିଛନ୍ତି? ଆପଣ କାହାକୁ କ୍ଷମା ମାଗିବାକୁ ଡାକିଛନ୍ତି? ନା ଏଇ ଲୋକ। କହିଲେ ଏଇ ଲୋକ ତ ସେୟା ନାହିଁ। ବର୍ତ୍ତମାନ କ୍ଷମା କିଏ ମାଗେ? ଯେ ଭୁଲ କରିଥାଏ। ସେ ତ ଭୁଲ ଯେତେବେଳେ କରିଥିଲା ସେତେବେଳେ କ୍ଷମା ମାଗିବା ଉଚିତ ଥିଲା। ଯେତେବେଳେ ଭୁଲ କରିଥିଲା ସେତେବେଳେ କ୍ଷମାର ଆବଶ୍ୟକତା ଥିଲା। ବର୍ତ୍ତମାନ ତ ସେ ଭଲ ହେଇଗଲାଣି, ଭଲ ଲୋକଟା କି କ୍ଷମା ଦବ? ବର୍ତ୍ତମାନ ଭଲ ଲୋକଟା କି କ୍ଷମା ମାଗିବ? ଏଇଠି ତ ବର୍ତ୍ତମାନ ଭଲ ହେଇଗଲାଣି, ଅର୍ଥ ସେ ଅନୁତାପ କରିକି ବୁଝିଗଲାଣି। କଥାଟା ବୁଝୁଛନ୍ତି? ଜଣେ ଶିକ୍ଷକର କାମ ହଉଛି, ଜଣେ ଡ୍ରେସର କାମ ହଉଛି ଡ୍ରେସ ଦ୍ୱାରା ମଣିଷକୁ ବଦଳେଇ ଦେବ, ମଣିଷର ଚିତ୍ରକୁ ବଦଳେଇବ। କଣ ବୁଝିପାରୁଛନ୍ତି? କିନ୍ତୁ ଜଣେ ଶିକ୍ଷକର କାମ ହଉଛି ମଣିଷର ବିଚାରକୁ ବଦଳେଇ ଦେବ। ବିଚାର ବଦଳେଇ ଦେବ। ଆଳସ୍ୟ ପରାୟଣ ଥିଲା, କର୍ମଠ ହେଇଯିବ। ପାଠ ପଢିବାରେ ମନ ଲାଗୁଥିଲାନି, ପାଠ ପଢିବ। ଏମିତି ଗପ କହିବା, ଏମିତି କଥା କହିବା, ପାଠ ପଢିବାକୁ ତାର ମନ ଲାଗିବ, ବିଦ୍ୟାଳୟକୁ ଆସିବାକୁ ମନ ଲାଗିବ। କଣ ବୁଝୁଛନ୍ତି? ଇଏ ହଉଛି ବିଚାର ବଦଳେଇବା।
गोटे मनुष्यर कायाकल्प करवा बड़ कथा बदल दवा विचार बदल दवा पर लुंठनकारी थिला पर उपकारी है गोटे क्रोधी थिला शांत हो गला गोटे जुक्तिवादी थिला वर्तमान अंतत पक्षे शांत शिष्ट हो गला बुझीपार तो ये कायाकल्प कहते जड़े शिक्षक मोर अनुरोध आपण मैंने बंधु पाठ पढ़ार केमिति पढ़ेबे बहुत ट्रेनिंग आपन नेबे मैथमेटिक्सटा केमिति पढ़ेले हम केमिति पढ़ेले हम एल्जाब्राटा केमिति पढ़ेले हम भल पक्का पाठ पढ़े बुझे ट्रेनिंग नेबे पढ़ेबे किंतु सब गोटे बुझे ये सबू पाठ ता जीविका को सीना मजबूत करिवो किंतु मु एमिति किछि वाक्य कहबी जादन तार जीवन गठन जीवन सारा बदल बुझिपारुछन तो जीविका पाई पाठ पढ़ेबा ये गोटे अलग जिनस जीवन पाई पाठ पढ़ेबा अलग जिनस आजिकल जिते सब स्कूल मानक जीविका पाई तो पढ़ा जाउछि कहीं ना जिते मार्क रखिबो सेते तार कौन हम पोजिशन मिल फर्स्ट क्लास सेकेंड क्लास A1 B1 कौन मिल जाए पाठ जिते पढ़ो आप जानते वर्तमान शिक्षा आमको तथ्य दौची ना तत्व दौची भाई तथ्य ओडिशार 30टा जिला कौ जिलार कृषि क्षेत्र केते कौ जिलार कौ कृषिटा अधिक हुए कौटी जलसेचन सुविधा हुए कौटी जलसेचन नाई एगुड़ा खाली तथ्य ये तथ्य को जिते मुखस्त करी जे खातार लिखिला से दक्ष किंतु से मिलला केते मत जदि पाठ पढ़ी सारा पचरा जीव ओडिशार कौ जिलार गहम बेसी हुए गोटे परीक्षा खाता लिखि सारा आउ कौन दरकार ताले तथ्य पाठ पढ़ुली कि तत्व पढ़ु नी तत्व कौन विद्या आमको कौन करे जीवन रे नम्र भद्र करे शेष कथा कहूँ पाठ पढ़ले कौन मिले कौन है आप जन छुआ पचारे पाठ पढ़ले कौन मिले कौन कहे आज्ञा ज्ञान मिले आपण मैंने बहुत लोग ज्ञान मिले पाठ न पढ़ा लोकर यथेष्ट ज्ञान अच्छी मो माँ आदौ स्कूल को जाई नथिला किंतु मो मलमूत्र परिष्कार करथला ना नहीं से तो नर्सिंग ट्रेनिंग नहीं आम गाँव रे मणिया भाई कृषक बिलरे हल कला बेले मुझे देखी भात नहीं गला बेलू गोटे गार तो सब हल करे गोटे गार पर आउ गोटे गार तापर गार हल करे से तो ओयूटी पाठ पढ़ी पाठ न पढ़ी लोक साधारण ज्ञान अच्छी ना नहीं पाठ कौन करे विद्या ज्ञानर वृद्धि करे ठीक किंतु मौलिक ज्ञान समस्त अच्छी बुझले आउ गोटे विद्या कौन करे विद्या ददाति विनयम जदि विद्यार्थी मानक आम विनय करें नम्र करें भद्र करें श्रृंखलित करें मार्जित करें ताहले मु पाठ ठीक रे पढ़ी पारे क्षमा करेंगे मु क्या निर्दिष्ट कहूना मो पिला को मु पाठ पढ़ी ठीक किंतु श्रृंखलित नम्र भद्र कम्र एवं शांत शिष्ट हम क्या द्वारा हम अरे बिगिड़े एमती जिदखोर हो गले तो परिवार को तो नष्ट करू ये तो एणु मोर कहबार कथा हूँ आपण पिलामानंकु विनयी नम्र भद्र करने चेष्टा करूँ पाठ पढ़ा गोटे अलग जिनस बा पाठ ही पढ़ातु पाठ पढ़ेबे खाता देवे लेसन डायरी करेंगे कागज पत्र काम करेंगे ये तो आपंकर आनुषंगिक काम किंतु जड़े शिक्षक शिक्षयित्री मूल धर्म हूँ मु समाज अज्ञान को दूर करने भाई गोटे बड़ काम नहीं ना वर्तमान अज्ञान बढ़ी जावा द्वारा समाज में कौन हो जानते